ଆଜିର ରାଶିଫଳ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ, କେଉଁ ରାଶିରେ କେଉଁ ପରିବର୍ତ୍ତନ ଆସିବ, କ'ଣ ସାବଧାନ ହେବା ଦରକାର, ଏସବୁ ଆସନ୍ତୁ ଆଜି ଆମେ ଜାଣିବା। ଦର୍ଶକ ବନ୍ଧୁ, ଏବେ ନଜର ପକାଇ ଦିଅନ୍ତୁ ଆଜିର ପଞ୍ଚାଙ୍ଗ ଉପରେ। ଓଡ଼ିଆର ଆଜିର ରାଶିଫଳ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ, କେଉଁ ରାଶିରେ କେଉଁ ପରିବର୍ତ୍ତନ ଆସିବ, କ'ଣ ସାବଧାନ ହେବା ଦରକାର, ଏସବୁ ଆସନ୍ତୁ ଆଜି ଆମେ ଜାଣିବା। ଦର୍ଶକ ବନ୍ଧୁ, ଏବେ ନଜର ପକାଇ ଦିଅନ୍ତୁ ଆଜିର ପଞ୍ଚାଙ୍ଗ ଉପରେ। ଆଜି 17 ଜାନୁଆରୀ 2026 ମସିହା ମାଘ ମାସ କୃଷ୍ଣପକ୍ଷ ଶନିବାର। ଆଜିର ତିଥି ଆଜି ମାଘ କୃଷ୍ଣ ଚତୁର୍ଦ୍ଦଶୀ ରାତି 12:04 ପରେ ଅମାବାସ୍ୟା। ଆଜିର ସୂର୍ଯ୍ୟୋଦୟ ପୂର୍ବକୁ ସକାଳ 6:27 ଓ ସୂର୍ଯ୍ୟାସ୍ତ ପୂର୍ବକୁ ସନ୍ଧ୍ୟା 5:25। ଆଜିର ଶୁଭ ବେଳା ଆଜି ଦିନ 10:34 ଠାରୁ ଦିନ 1:02 ମଧ୍ୟରେ ଶୁଭ ବେଳା ପକାଇବ। ରାତି 8:01 ଠାରୁ ରାତି 10:38 ମଧ୍ୟରେ ଶୁଭ ବେଳା ପକାଇବ। ରାତି 12:22 ଠାରୁ ରାତି 2:07 ମଧ୍ୟରେ ଶୁଭ ବେଳା ପକାଇବ। ରାତି 2:59 ଠାରୁ ରାତି 4:43 ମଧ୍ୟରେ ଶୁଭ ବେଳା ପକାଇବ। ଆଜିର ମାହେନ୍ଦ୍ର ବେଳା ଆଜି କୌଣସି ମାହେନ୍ଦ୍ର ବେଳା ନାହିଁ। ଆଜିର ରାହୁକାଳ ଆଜି ଦିନ 9:12 ଠାରୁ ଦିନ 10:35 ମଧ୍ୟରେ ରାହୁକାଳ ଅଛି। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ମନା। ଆଜିର ଶୁଭକର୍ମ ଆଜି କୌଣସି ଶୁଭକର୍ମ। ଏବେ ଜାଣିବା 12ଟି ରାଶିର ରାଶିଫଳ ବିଷୟ। ପ୍ରଥମ ମେଷ ରାଶି। ଆଜିର ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଶାରୀରିକ ସୁସ୍ଥତା ବଜାୟ ରହିବ। ମନ ପ୍ରଫୁଲ୍ଲ ଓ ଆନନ୍ଦିତ ରହିବ। ଆଜି ଆପଣଙ୍କୁ ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ନିଜ ଇଚ୍ଛା ମୁତାବକ କାମ କରିବେ। ଆଜି ଆପଣଙ୍କ ଭାଗ୍ୟର ସହଯୋଗ ପ୍ରାପ୍ତ ହେବ। ଆୟରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହେବ। ପିତାମାତାଙ୍କ ଆଶୀର୍ବାଦ ମିଳିବ। ଅନୁଭୂତି ଓ ଦକ୍ଷତା ବୃଦ୍ଧି ହେବ। ବିଳାସମୟ ଦ୍ରବ୍ୟ ପ୍ରାପ୍ତ କରିପାରନ୍ତି। ମହିଳାମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ହେବ। ଜୀବନସାଥୀଙ୍କ ସହିତ କୌଣସି ଏକ ମନୋରମ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଘର ପରିବାରରେ ସମସ୍ତଙ୍କର ପ୍ରିୟ ଭାଜନ ହେବେ। ପୁଞ୍ଜିନିବେଶ କ୍ଷେତ୍ରରେ କାମ କରୁଥିଲେ ଆଜି ଆପଣ ପୁଞ୍ଜିନିବେଶ କରିପାରନ୍ତି। ଜମିଜମା ଓ ମାଲି ମୋକଦ୍ଦମାରେ ଆଜି ବିଜୟୀ ହେବେ। ଆଜି ଆପଣଙ୍କର ଶତ୍ରୁ ଦମନର ଯୋଗ ରହିଛି। ଶତ୍ରୁ ଯେତେ ଚେଷ୍ଟା କଲେ ବି ଆଜି ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ଆଜି ବନ୍ଧୁ ମିଳନ ଯୋଗ ରହିଛି। ସାଙ୍ଗମାନଙ୍କ ସହ ମସ୍ତି ମଜାକରେ ଦିନଟି କଟିବ ଏବଂ ଭୋଜି ଭାତର ଆସର ମଧ୍ୟ ଜମିବ। ଆଜି ଆପଣଙ୍କର ଦୂରଯାତ୍ରାର ଯୋଗ ରହିଛି। ଯାତ୍ରା ଆଜି ଆପଣଙ୍କର ଶୁଭଙ୍କର ହେବ। ଶୁଭ ସମୟ ଦେଖି ଯାତ୍ରା କରନ୍ତୁ, ଏହା ଆପଣଙ୍କ ପାଇଁ ଅତି ଉତ୍ତମ ହେବ। ଦାମ୍ପତ୍ୟ ଜୀବନ ଆଜି ଆପଣଙ୍କର ସୁଖମୟ ହେବ। ଉଭୟ ଉଭୟଙ୍କୁ ବୁଝିପାରିବେ। ପରିବାର ମଧ୍ୟରେ ସ୍ନେହ ଶ୍ରଦ୍ଧାର ବୃଦ୍ଧି ହେବ। ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ପାଇଁ କୌଣସି ଏକ ଭଲ ନିଷ୍ପତ୍ତି ନେଇପାରନ୍ତି ଏବଂ ଏହା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ଆଜିର ଦିନଟି ଆନନ୍ଦ ଓ ଉଲ୍ଲାସ ଭରା ରହିବ। ଅଟକି ରହିଥିବା ଦିଗରୁ ଧନ ପ୍ରାପ୍ତ ହେବ। ପରିବେଶ ସୁଖକର ରହିବ। ବେପାରୀମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଆବଶ୍ୟକତାଠାରୁ ଅଧିକ ଲାଭ ପ୍ରାପ୍ତ କରିବେ। ବ୍ୟାପାର ବୃଦ୍ଧି ପାଇଁ କୌଣସି ଏକ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଚାକିରିଆଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ରହିବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଉପରିସ୍ଥ ଅଧିକାରୀଙ୍କ ପ୍ରିୟ ଭାଜନ ହେବେ। ଅଫିସ କାର୍ଯ୍ୟରେ ସମ୍ମାନିତ ଓ ପ୍ରଶଂସିତ ମଧ୍ୟ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ପାଠପଢ଼ାରେ ମନ ଦେବେ। ଗୁରୁଜନଙ୍କ ଆଜ୍ଞା ମାନି ଚଳିବେ। ବନ୍ଧୁଙ୍କ ସହଯୋଗ ମଧ୍ୟ ପାଇବେ। ପ୍ରେମ ବ୍ୟାପାରରେ ଆଜି ସଫଳ ହେବେ। ପ୍ରେମୀଙ୍କ ସହିତ କୌଣସି ଏକ ଭଲ ଜାଗାକୁ ବୁଲିବାକୁ ଯାଇପାରନ୍ତି। କୌଣସି ଏକ ସ୍ଥାନରୁ ସୁଖବର ପ୍ରାପ୍ତ ହେବ। ଅବିବାହିତଙ୍କ ପାଇଁ ଆଜି ଘରକୁ ବିବାହ ପ୍ରସ୍ତାବ ଆସିପାରେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ କରିବେ। ମୋଟାମୋଟି ଭାବେ ଆଜି ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ଗାୟତ୍ରୀ ମନ୍ତ୍ର ଓಂ ଭୂର୍ଭୁବସ୍ୱ ତସ୍ୟ ବିତୃବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଏହି ମନ୍ତ୍ରକୁ ଆପଣ 7 ଥର, 21 ଥର କିମ୍ବା 108 ଥର ଜପ କଲେ ଶୁଭ ଫଳ ପାଇବେ। ଏବେ ଜାଣିବା ବୃଷ ରାଶି ବିଷୟରେ। ଆଜିର ଦିନଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଭଲ ଅଛି। ସ୍ୱାସ୍ଥ୍ୟରେ କ୍ରମଶଃ ଉନ୍ନତି ଦେଖାଦେବ। ମନ ପ୍ରସନ୍ନ ରହିବ। ପୂର୍ବ ଯୋଜନା ଅନୁସାରେ ପ୍ରତ୍ୟେକଟି କାମ ଆଜି ସଠିକ୍ ଭାବେ ସମାପ୍ତ କରିବେ। ରୋଜଗାର ସ୍ଥିର ରହିବ, ଅର୍ଥାତ୍ ଆୟ ପୂର୍ବ ଭଳି ରହିବ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ତେଣୁ ଆଜି କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ବର୍ତ୍ତମାନ ସାଧାରଣ ପରି ଲାଗୁଥିଲେ ମଧ୍ୟ ଆପଣଙ୍କ ଏକ ନିଷ୍ପତ୍ତି ଭବିଷ୍ୟତରେ ବହୁତ ଲାଭଦାୟକ ହେବ। ନିବେଶ କ୍ଷେତ୍ରରେ ଆଜି ଆପଣ ସଫଳତା ପାଇବେ। ଜମିଜମାରେ ଲାଗି ରହିଥିବା ମାମଲା ଆଜି ତୁଟିଯିବ। କୋର୍ଟ କଚେରୀ ମାମଲାରେ ଆପଣ ବିଜୟୀ ହେବେ। ଆଜି ଆପଣ ବହୁତ ଆଶାବାଦୀ ଓ ଉର୍ଜାବାନ ହେବେ। ମନୋବଳ ଆଜି ଆପଣଙ୍କର ଦୃଢ଼ ରହିବ। କୌଣସି ଏକ ଶୁଭ ସମାଚାର ପ୍ରାପ୍ତ ହେବ। ସନ୍ତାନଙ୍କୁ ନେଇ ସମସ୍ୟା କମ୍ ରହିବ। ସନ୍ତାନମାନଙ୍କ ପାଠପଢ଼ା ନେଇ ସ୍ଥିତି ଅନୁକୂଳ ରହିବ। କିଛି ନୂଆ କରିବା ପାଇଁ ମନରେ ଆଶା ସଞ୍ଚାର ହେବ ଏବଂ ଏହା ଆପଣଙ୍କ ପାଇଁ ଲାଭଦାୟକ ନିଶ୍ଚୟ ହେବ। ମନରେ ପବିତ୍ରତା ରହିବ। ଆଜି ଆପଣ ଶାନ୍ତ ସ୍ୱଭାବର ରହିବେ। ପ୍ରତ୍ୟେକ କାମକୁ ସକାରାତ୍ମକ ଭାବେ ଚିନ୍ତା କରିବେ ଏବଂ ଏହା ଆପଣଙ୍କୁ ଭବିଷ୍ୟତରେ ସଫଳତା ପାଇବାରେ ସାହାଯ୍ୟ କରିବ।
ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ବେପାରୀମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଆବଶ୍ୟକତାଠାରୁ ଅଧିକ ଲାଭ ପ୍ରାପ୍ତ କରିବେ। ଅଟକି ରହିଥିବା ଦିଗରୁ ଧନ ପ୍ରାପ୍ତ ହେବ। ଆଜି ସାମାଜିକ କାର୍ଯ୍ୟରେ ମନ ଦେବେ। କୌଣସି ଏକ ମନୋରମ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସାଙ୍ଗସାଥୀଙ୍କ ମେଳରେ ଦିନଟି କଟିବ। ଭୋଜିଭାତର ଆସର ମଧ୍ୟ ଜମିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଦିନଟି ଅତି ଭଲ। ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ଆଗ୍ରହ ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖ ଓ ଶାନ୍ତିମୟ ରହିବ। ନାରୀମାନେ ଆଜି ସମ୍ମାନ ଓ ପ୍ରଶଂସା ପାଇବେ। ଘର ଲୋକମାନଙ୍କଠାରୁ ଆଜି ନାରୀମାନଙ୍କୁ ପ୍ରଶଂସା ମିଳିବ। ମୋଟାମୋଟି ଭାବେ ଆଜି ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ମା ମଙ୍ଗଳାକୁ ଧ୍ୟାନ କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ମିଥୁନ ରାଶି ବିଷୟରେ। ଆଜି ଆପଣଙ୍କ ମନ ବହୁତ ବିଚଳିତ ରହିବ। ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିବ। ତେଣୁ ଆଜି ଆପଣ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆୟ ଅପେକ୍ଷା ବ୍ୟୟ ଆଜି ଅଧିକ ରହିବ। କିଛି ଅଯଥା ଖର୍ଚ୍ଚ ଆପଣ ଆଜି କରିପାରନ୍ତି। ପାରିବାରିକ ଜୀବନରେ ବୁଝାମଣାର ଅଭାବ ଦେଖାଦେବ। ଅଚାନକ କୌଣସି ଏକ କଳହରେ ପଡ଼ିପାରନ୍ତି। ବାଧ୍ୟ ହୋଇ କିଛି ଭୁଲ କାର୍ଯ୍ୟ ମଧ୍ୟ କରିପାରନ୍ତି। ଆଜି ବିଶେଷ ଭାବେ କୁସଙ୍ଗ ଓ ଖରାପ ମିତ୍ରଙ୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ନାନା ସମସ୍ୟା ଦେଖାଦେବ। ଆଜି କୌଣସି ଏକ ବଡ଼ ନିର୍ଣ୍ଣୟ ନେବା ପୂର୍ବରୁ ଅତି କମରେ 10 ଥର ଭାବିବାକୁ ପଡ଼ିବ, କାରଣ ଆଜି ଆପଣ କିଛି ଭୁଲ ନିର୍ଣ୍ଣୟ କରିପାରନ୍ତି। ଆମୋଦ ପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ। ଯାନବାହନରେ ଆଜି ଯାନ୍ତ୍ରିକ ତ୍ରୁଟି ଦେଖାଦେବ। ଯାତ୍ରା ଆଦିରେ ଆଜି ଖର୍ଚ୍ଚ ବଢ଼ିବ। ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦୂରଯାତ୍ରା କରୁଥିଲେ 3 ଥର ବାମନ 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 ଜପ କରି ଯାତ୍ରା କଲେ ଏହା ଆପଣଙ୍କ ପାଇଁ ଶୁଭଙ୍କର ରହିବ। ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେବ। ପୂର୍ବ ଯୋଜନାରେ କାର୍ଯ୍ୟ କରିବାରେ କୌଣସି ନା କୌଣସି ବାଧା ଉପୁଜିବ। କେହି ନିକଟ ସମ୍ପର୍କୀୟ ଆଜି ଆପଣଙ୍କ ସହ ବିଶ୍ୱାସଘାତକତା କରିପାରନ୍ତି। ସେଥିପାଇଁ ଆଜି କାହାକୁ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରିବା ଅନୁଚିତ। ନିଜର ଗୁପ୍ତ କଥା କାହାରିକୁ ବି କୁହନ୍ତୁ ନାହିଁ। ଏହାଦ୍ୱାରା ଆପଣ ନିଶ୍ଚୟ ସମସ୍ୟାରେ ପଡ଼ିବେ। ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ କୌଣସି କାର୍ଯ୍ୟ କରିବାକୁ ପଡ଼ିବ। ଲଭ୍ ଲାଇଫ୍ ପାଇଁ ଆଜି ଦିନଟି ଭଲ ନୁହେଁ। ମନ ବ୍ୟାକୁଳ ରହିବ। ହଠାତ୍ କୌଣସି ଏକ କଳରେ ଆପଣ ଜଡ଼ିତ ରହିପାରନ୍ତି। ସେଥିପାଇଁ ସାବଧାନ ରୁହନ୍ତୁ। ଯୋଜନାରେ ତ୍ରୁଟି ଦେଖାଦେବ। ବନ୍ଧୁ ସହଯୋଗ ମିଳିବ ନାହିଁ। ଆର୍ଥିକ ଅବସ୍ଥାରେ ଦିନର ଶେଷ ଭାଗରେ ପରିବର୍ତ୍ତନ ଦେଖାଦେବ। ବୃଥା ଆଲୋଚନାରେ ସମୟ ନଷ୍ଟ କରି ପଶ୍ଚାତାପ କରିବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ଠାରୁ ସହଯୋଗ ମିଳିବ ନାହିଁ। ପରିଶ୍ରମ ବୃଥା ଯିବ। ମିତ୍ରଙ୍କ ଠାରୁ ମିଳିଥିବା ଧୋକା ଆପଣଙ୍କ ଚିନ୍ତା ବଢ଼ାଇବ। ବାକ୍ ସଂଯମତା ରକ୍ଷା କରନ୍ତୁ। କାହା ସହ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ। ପୁଞ୍ଜିନିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆଜି ସମ୍ପୂର୍ଣ୍ଣ ଭାବେ ପୁଞ୍ଜିନିବେଶରୁ ବିରତ ରୁହନ୍ତୁ, କାରଣ ଆଜି ଆପଣ କ୍ଷତି ସହିବାର ସମ୍ଭାବନା ରହିଛି। ସୁଧ କାରବାର ସହ ଜଡ଼ିତ ଥିବା ଲୋକମାନେ ଆଜି ଧୋକାର ଶିକାର ହୋଇପାରନ୍ତି। ତେଣୁ ଆଜି ସୁଧ କାରବାର ବନ୍ଦ କରନ୍ତୁ। ଜମିଜମା ଓ ମାଲି ମୁକଦ୍ଦମାରେ ଆଜି ଆପଣ ପରାଜିତ ହେବେ। ଅଯଥା ଅସୁବିଧାରେ ପଡ଼ିପାରନ୍ତି। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ନିଜ ସାଧ୍ୟ ମତେ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା କର୍କଟ ରାଶି ବିଷୟରେ। ଆଜି ଆପଣ ଶାରୀରିକ ସୁସ୍ଥତା ଫେରି ପାଇବେ। ଡାକ୍ତରଙ୍କ ପରାମର୍ଶ ମାନି ଚଳିବେ। ଯୋଗ ଓ ବ୍ୟାୟାମକୁ ଗୁରୁତ୍ୱ ଦେବେ। ମନ ପ୍ରଫୁଲ୍ଲ ରହିବ ଏବଂ ଆୟ ଅପରିବର୍ତ୍ତିତ ରହିବ। ଜୀବନରେ କୌଣସି ମିତ୍ର, ହିତାକାଂକ୍ଷୀ ଓ ଶୁଭାକାଂକ୍ଷୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଚାକିରି କ୍ଷେତ୍ରରେ କଠିନ ପରିଶ୍ରମ ଓ ସମର୍ପଣ ଆପଣଙ୍କ ପାଇଁ ଲାଭକାରୀ ହେବ। ଭାଗ୍ୟର ସହଯୋଗ ଆଜି ପ୍ରାପ୍ତ କରିବେ। ଆଜି ଆପଣଙ୍କ ଜୀବନସାଥୀ କିମ୍ବା ମିତ୍ରଙ୍କ ସହ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ ଓ ଏହି ଆଲୋଚନା ସଫଳ ରହିବ। ଭାଗ୍ୟଚକ୍ରରେ ଉନ୍ନତି ଘଟିବ। ଅଯାଚିତ ସାହାଯ୍ୟ ପାଇବେ। ସମାଜରେ ପ୍ରତିଷ୍ଠା ଲାଭ କରିବେ। ମାନ ସମ୍ମାନ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ମନ ଦେବେ। ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ରହିବ। ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆଜି ଆପଣ କାହାରିକୁ ବି ମନାଇବାରେ ସଫଳ ରହିବେ। ଆପଣଙ୍କ କଥାକୁ କାଟିବା ଆଜି କଷ୍ଟସାଧ୍ୟ ହେବ। ବିଫଳତା ଠାରୁ ମଧ୍ୟ ଲାଭ ପ୍ରାପ୍ତ କରିବେ। ଯଦି କୌଣସି କ୍ଷେତ୍ରରେ ସହଯୋଗର ଆବଶ୍ୟକତା ଅଛି, ତେବେ ନିଜ ଘର ଲୋକଙ୍କଠାରୁ କିମ୍ବା ଅତି ନିଜର ଲୋକଙ୍କଠାରୁ ସାହାଯ୍ୟ ନିଅନ୍ତୁ। ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ। ଦିନର ଶେଷ ଆଡ଼କୁ ଆପଣ ସମସ୍ତ ଅଧୁରା କାମ ପୂରା କରିବେ। ଆଜି ଆପଣଙ୍କ ବାକ୍ୟରେ ମିଠାପଣ ରହିବ। ଆଜି ଆପଣଙ୍କ କାମକାର୍ଯ୍ୟରେ ଅଧିକ ଲାଭ ଦେଖିବାକୁ ପାଇବେ। ବ୍ୟବସାୟୀମାନେ ନିଜର ବ୍ୟବସାୟରେ ଉନ୍ନତି ପାଇଁ ଠୋସ୍ ଯୋଜନା ପ୍ରସ୍ତୁତ କରିପାରନ୍ତି। ଚାକିରିଆମାନଙ୍କ ପାଇଁ ଆଜି ଦିନଟି ଅନୁକୂଳ ଅଟେ। ପ୍ରତ୍ୟେକଟି କାମରେ ନିଜ ଇଚ୍ଛା ଅନୁସାରେ ସମ୍ପୂର୍ଣ୍ଣ ହେବ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ବଳବତ୍ତର ରହିବ। କ୍ରୀଡ଼ାବିତମାନେ କ୍ରୀଡ଼ାରେ ନାମ ଓ ଯଶ ଅର୍ଜନ କରିବେ। ମନରେ ସକାରାତ୍ମକ ବୃଦ୍ଧି ହେବ ଓ ଉର୍ଜାବାନ ଜଣାପଡ଼ିବେ। ଆଜି ଆପଣ ଯାହା ଇଚ୍ଛା କରିବେ ତାହା କରିପାରିବେ। ବହୁତ ଦିନରୁ ଲାଗି ରହିଥିବା ଗୋଟେ ସମସ୍ୟାର ଅନ୍ତ ଘଟିବ। ଶତ୍ରୁମାନେ ଆପଣଙ୍କ ପ୍ରତି ଭୟଭୀତ ରହିବେ। ଛାତ୍ରଛାତ୍ରୀ ଓ ନାରୀମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ପୁଞ୍ଜିନିବେଶ କ୍ଷେତ୍ରରେ ଆଜି ଆପଣ ବହୁତ ଲାଭବାନ ହେବେ। ଅର୍ଥ ଦେଣନେଣରେ ଆଜି ଆପଣ ଲାଭବାନ ହେବେ। ସୁଧ କାରବାର ସହ ଜଡ଼ିତ ଥିବା ଲୋକମାନେ ଆଜି ସୁଧ କାରବାରରେ ଲାଭବାନ ହେବେ। ଜମିଜମା ମାଲି ମକଦ୍ଦମାରେ ଆଜି ଆପଣ ବିଜୟ ହେବେ। ନୂତନ ଜାଗା ମଧ୍ୟ ଆଜି କିଣିପାରନ୍ତି। ନୂତନ ବସ୍ତୁ ପ୍ରାପ୍ତ ହେବ। ଘରକୁ କୌଣସି ଏକ ନୂତନ ଇଲେକ୍ଟ୍ରୋନିକ୍ସ ଜିନିଷ ଆଣିପାରନ୍ତି। ଯାତ୍ରାରେ ଆଜି ଆପଣ ସଫଳତା ପାଇବେ। ନିଜର ବୁଦ୍ଧି ବଳରେ ସମସ୍ତଙ୍କ ମନକୁ ଜିଣି ପାରିବେ।
ଆଜି ବନ୍ଧୁ ମିଳନର ଯୋଗ ରହିଛି। ସାଙ୍ଗସାଥୀମାନଙ୍କ ସହିତ କୌଣସି ଏକ ଭଲ ଜାଗାକୁ ବୁଲିବାକୁ ଯାଇପାରନ୍ତି। ଆଜି ଆପଣଙ୍କ ମାନ ଓ ଯଶ ବୃଦ୍ଧି ହେବ। ଆଜିର ଦିନଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ସୁଖକର ରହିବ। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ସିଂହ ରାଶି ବିଷୟରେ। ଆଜିର ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ। ସ୍ୱାସ୍ଥ୍ୟ ଭିତ୍ତିକ କିଛି ସମସ୍ୟା ଦେଖାଦେବ। ମୁଣ୍ଡରେ ଭାରିପଣ ରହିବ। ଆଖିର ସମସ୍ୟା ଆଜି ଦେଖାଦେବ, ତେଣୁ ଆଜି ଆଖିର ଯତ୍ନ ନିଅନ୍ତୁ। ଆଜି ମୋବାଇଲ କିମ୍ବା କମ୍ପ୍ୟୁଟରର ଅଧିକ ବ୍ୟବହାର କରନ୍ତୁ ନାହିଁ। କଷ୍ଟେମଷ୍ଟେ ଅନିଚ୍ଛା ସତ୍ତ୍ୱେ କାମ କରିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବା କାରଣରୁ ଚିନ୍ତା ବଢ଼ିପାରେ। ବ୍ୟାପାରୀମାନେ ବ୍ୟାପାର ବଢ଼ାଇବା ପାଇଁ କୌଣସି ଏକ ସ୍ଥାନକୁ ଯିବାକୁ ପଡ଼ିପାରେ। ପୂର୍ବ ଯୋଜନା ଅନୁସାରେ କିଛି କାମ କରିବାରେ ବାଧା ଉପୁଜିବ। ଆଜି କୌଣସି ଏକ ବିବାଦରେ ପଡ଼ିପାରନ୍ତି। ଆଜି କାହାରିକୁ ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ ଏବଂ ନିଜର କୌଣସି ଗୁପ୍ତ କଥା କାହାରିକୁ ବି କୁହନ୍ତୁ ନାହିଁ। ନିଶାଦ୍ରବ୍ୟଠାରୁ ଆଜି ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ, କାରଣ ଆଜି ସମ୍ମାନ ହାନିର ଯୋଗ ରହିଛି। ଅଯଥାରେ କୌଣସି ଏକ ବିବାଦରେ ଫସି ପାରନ୍ତି। ସେଥିପାଇଁ ଯେତେ ସମ୍ଭବ ଆଜି ମୌନ ରୁହନ୍ତୁ ଏବଂ କଥା ହେବା ସମୟରେ ବାକ୍ ସଂଯମତା ରକ୍ଷା କରନ୍ତୁ। ଜୀବନସାଥୀଙ୍କ ସହିତ ମତଭେଦ ଦେଖାଦେଇପାରେ। ସେଥିପାଇଁ କଟୁ ଶବ୍ଦର ବ୍ୟବହାର କରନ୍ତୁ ନାହିଁ ଓ ଅନ୍ୟର ମନକୁ କଷ୍ଟ ହେଲା ଭଳି କଥା କୁହନ୍ତୁ ନାହିଁ, ନହେଲେ ଆପଣଙ୍କର ସମସ୍ୟା ବଢ଼ିପାରେ। ପାଖ ପଡ଼ୋଶୀଙ୍କ ମିଥ୍ୟା ନିନ୍ଦାର ଶିକାର ହୋଇପାରନ୍ତି। ପଡ଼ୋଶୀମାନେ ଆପଣଙ୍କ ପ୍ରତି ଅସହିଷ୍ଣୁ ହେବେ। ସେଥିପାଇଁ ଆପଣ ସତର୍କ ଓ ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ସାଧାରଣ ରହିବ। କୌଣସି ଏକ ସାମାନ୍ୟ କଥାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବ। ସେଥିପାଇଁ ଆଜି ଆପଣଙ୍କୁ ବାକ୍ ସଂଯମତାର ଆବଶ୍ୟକତା ପଡ଼ିବ। ଆଜି ଆପଣ ସାମାନ୍ୟ କ୍ରୋଧୀ ଜଣାଯିବେ ଏବଂ ଚିଡ଼ଚିଡ଼ା ସ୍ୱଭାବର ଦେଖାଦେବେ। ଟିକେ ଟିକେ କଥାରେ ରାଗିଯିବା ଭଳି ପରିସ୍ଥିତି ଉପୁଜିବ। ସେଥିପାଇଁ ଆଜି ସାବଧାନ ରୁହନ୍ତୁ। ଯେଉଁ କାର୍ଯ୍ୟ କରୁଛନ୍ତି ଭାବିଚିନ୍ତି ଓ ବୁଝି ବିଚାରି କରନ୍ତୁ। ଆଜି ପୁଞ୍ଜି ନିବେଶରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ, କାହିଁକି ନା ଆଜି କ୍ଷତି ସହିବାର ଦିନଟି। ଦୂରଯାତ୍ରା କରୁଥିଲେ ସାବଧାନ ସହ ଦୂରଯାତ୍ରା କରନ୍ତୁ। ଦୂରଯାତ୍ରା କରିବା ପୂର୍ବରୁ 3 ଥର ବାମନ 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 ଜପ କରନ୍ତୁ, ତେବେ ଯାତ୍ରା ଆପଣଙ୍କର ସଫଳ ରହିବ। ଜମିଜମା ଓ କୋର୍ଟ କଚେରୀ ମାମଲାରେ ଆଜି ସତର୍କତା ଅବଲମ୍ବନ କରନ୍ତୁ। ନୂତନ ଜମି କ୍ରୟ ବିକ୍ରୟ ଆଜି କରନ୍ତୁ ନାହିଁ। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ମାତା ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା କନ୍ୟା ରାଶି ବିଷୟରେ। ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ବନ୍ଧୁ ମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହିଛି। ଶରୀର ସୁସ୍ଥ ରହିବ। ପ୍ରତ୍ୟେକ କାର୍ଯ୍ୟରେ ଆଜି ସଫଳ ହେବେ। ଆୟ ଉତ୍ତମ ରହିବ। ବ୍ୟବସାୟୀମାନେ ଆଜି ଆଶାନୁରୂପ ଲାଭ କରିବେ। ବ୍ୟବସାୟୀମାନେ ନିଜ ବ୍ୟବସାୟ ବୃଦ୍ଧି ପାଇଁ ଏକ ଭଲ ଯୋଜନା ପ୍ରସ୍ତୁତ କରିପାରନ୍ତି। ବେପାର ବାଣିଜ୍ୟରେ ଆଜି ଭଲ ଲାଭ ପାଇବେ। ଦିନର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ଅଧିକ ଲାଭ ପାଇବେ। କାର୍ଯ୍ୟଦକ୍ଷତାର ବୃଦ୍ଧି ଘଟିବ। ଚାକିରିଆଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଆଜି ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ହେବାର ସମ୍ଭାବନା ରହିଛି ଓ ଏହା ଆଗାମୀ ଭବିଷ୍ୟତ ପାଇଁ ଲାଭଦାୟକ ହେବ। କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କର ଆଜି ପରିଚୟ ହେବ। ଆଜି ଆପଣ ଗରିବଙ୍କୁ ସାହାଯ୍ୟ ଓ ସାମାଜିକ କାର୍ଯ୍ୟରେ ଭାଗ ନେବେ। ଏଥିପାଇଁ ଆପଣଙ୍କ ସମାଜରେ ସମ୍ମାନ ବଢ଼ିବ। ଆଜି ଆପଣଙ୍କ କାମ କାର୍ଯ୍ୟରେ ଅଧିକ ଲାଭ ଦେଖିବାକୁ ମିଳିବ। ଯଦି ଆପଣ ନିବେଶ କ୍ଷେତ୍ରରେ କାମ କରୁଥାନ୍ତି, ତେବେ ଆଜି ଦିନଟି ଅତ୍ୟନ୍ତ ଭଲ। ଯଦି ନୂତନ ଜମିବାଡ଼ି କିଣିବାକୁ ଚାହୁଁଛନ୍ତି, ତାହେଲେ ଆଜି କିଣିପାରନ୍ତି। ଲୋକମାନେ ଆଜି ଆପଣଙ୍କ ନିକଟତର ହେବାକୁ ପସନ୍ଦ କରିବେ। ଘର ପାଇଁ ଆଜି କିଛି ନୂଆ ଜିନିଷ କିଣିପାରନ୍ତି। ଲଭ୍ ଲାଇଫ୍ ପାଇଁ ଆଜି ଦିନଟି ଅତ୍ୟନ୍ତ ଭଲ। ପ୍ରେମୀଙ୍କ ସହିତ କୌଣସି ଏକ ମନୋରମ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଆଜି ମଧୁରତାପୂର୍ଣ୍ଣ ରହିବ। ପିତାମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବିଭିନ୍ନ ପ୍ରକାର ସୃଜନାତ୍ମକ ଚିନ୍ତାରେ ଦିନଟି କଟିବ। ଆଜି ଧୀର ସ୍ଥିର ଓ ଗମ୍ଭୀର ଜଣାପଡ଼ିବେ। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ହଠାତ୍ କୌଣସି ଏକ ସ୍ଥାନରୁ ଧନ ପ୍ରାପ୍ତ ହେବ। ଅଟକି ରହିଥିବା ଓ ଫସି ରହିଥିବା ଧନ ପାଖକୁ ଫେରି ଆସିବ। ଉଦ୍ଧାର ନେଇଥିବା ଲୋକ ଆଜି ଧନ ଫେରସ୍ତ କରିବ। ଆଜି ଆପଣଙ୍କର ଦୂରଯାତ୍ରାର ଯୋଗ ରହିଛି। ଯାତ୍ରା ଆଜି ଆପଣଙ୍କର ଶୁଭଙ୍କର ହେବ। ଆଜି ଯେକୌଣସି ଯୋଜନା ପ୍ରସ୍ତୁତ କରିବେ, ତାହା ଆଜି ଶୁଭ ଫଳ ଦେବ। ସାଙ୍ଗସାଥୀଙ୍କ ସହ ଆଜି ଭୋଜିଭାତ ଓ ମୌଜ ମଜଲିସରେ ଦିନଟି କଟିବ। ନୂତନ ବନ୍ଧୁ ମିଳନର ଯୋଗ ରହିଛି। ଆଜି ଆପଣଙ୍କର ମାନ ସମ୍ମାନ ସହ ଯଶ ଜ୍ଞାନ ବୃଦ୍ଧି ହେବ। ମୋଟାମୋଟି ଭାବେ ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଅଛି। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ କୁକୁରକୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ତୁଳା ରାଶି ବିଷୟରେ। ଆଜି ଆପଣ ଶାରୀରିକ ସୁସ୍ଥତା ଅନୁଭବ କରିବେ। ଦେହ ଓ ମନ ଭଲ ରହିବ। ସାଙ୍ଗସାଥୀଙ୍କ ଗହଣରେ ଆଜି ଦିନଟି କଟିବ। ଭୋଜିଭାତର ଆସର ଜମିବ। ଆୟ ଓ ବ୍ୟୟ ସମାନ ରହିବ। ଆଜି ଯେତେ ବାଧା ଆସିଲେ ବି ଆପଣଙ୍କ କାର୍ଯ୍ୟରେ ଆପଣ ଅଗ୍ରଗତି କରିବେ। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। କୌଣସି କାରଣରୁ ଯଦି କିଛି ସମସ୍ୟା ଲାଗି ରହିଥାଏ, ତେବେ ତାହା ଆଜି ଦୂର ହେବ। ଖରାପ ମିତ୍ର ଓ କୁସଙ୍ଗଠାରୁ ଆଜି ଦୂରେଇ ରୁହନ୍ତୁ। ଉଚ୍ଚଭାବ ସମ୍ପନ୍ନ ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତୁ। ଏହାଦ୍ୱାରା ଜୀବନରେ ସଫଳତା ମିଳିବ। ଧୈର୍ଯ୍ୟ ଓ ନିଷ୍ଠାର ସହ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ, ସଫଳ ରହିବେ। ଆଜି ଆପଣଙ୍କର ଧନ ସଞ୍ଚୟ ପ୍ରତି ମନ ବଢ଼ିବ। ଅଯଥା କଳହରୁ ଆଜି ଆପଣ ରକ୍ଷା ପାଇବେ। କୌଣସି ଏକ ସୁସମ୍ବାଦ ପାଇ ଖୁସି ହେବେ। ବନ୍ଧୁଙ୍କ ସହଯୋଗରେ ଖୁସି ହେବେ। ଆଜି ଆନନ୍ଦ ପ୍ରମୋଦରେ ଦିନଟି କଟିବ। ଲଭ୍ ଲାଇଫ୍ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ।
ପ୍ରେମୀଙ୍କ ସହିତ କୌଣସି ଏକ ଭଲ ଜାଗାକୁ ଖାଇବା ପାଇଁ ଯାଇପାରନ୍ତି। ଆଜି ନୂତନ ବସ୍ତ୍ର ଓ ଗୃହ ସାମଗ୍ରୀ ମଧ୍ୟ କିଣିପାରନ୍ତି। ଆଜି ନୂତନ ବସ୍ତ୍ର ଓ ଗୃହ ସାମଗ୍ରୀ କ୍ରୟ କରିପାରନ୍ତି। ନୂତନ କାର୍ଯ୍ୟ ଆଜି ଆରମ୍ଭ କଲେ ଅତ୍ୟନ୍ତ ଭଲ। ଆଜି ଜୀବନ ଆଡମ୍ବରପୂର୍ଣ୍ଣ ରହିବ। ଅପରାହ୍ନରେ ଆଜି ଏକ ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ଭୋଜି ଭାତରେ ଯୋଗ ଦେବେ। ଆଜି ବ୍ୟବସାୟ ଆପଣଙ୍କର ଭଲରେ ଚାଲିବ। ବ୍ୟବସାୟୀମାନେ ଇଚ୍ଛା ମୁତାବକ ଲାଭ ପ୍ରାପ୍ତ କରିବେ। ଚାକିରିଆଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସହଯୋଗୀଙ୍କ ସହଯୋଗ କର୍ମକ୍ଷେତ୍ରରେ ଆପଣଙ୍କୁ ଆନନ୍ଦମୟ କରିବ। ହସ ଖୁସିରେ ଆଜି ସମ୍ପୂର୍ଣ୍ଣ ଦିନଟି କଟିବ। ପୂର୍ବ ଯୋଜନା ଫଳବର୍ତ୍ତୀ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଆଜି ସ୍ୱାଦିଷ୍ଟ ଭୋଜନର ମଜା ନେବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁରତାପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। କୌଣସି ଏକ ଦିଗରୁ ଶୁଭ ବାର୍ତ୍ତା ମିଳିବ। ଆଜି ମିତ୍ର ଲାଭର ଯୋଗ ରହିଛି। ବହୁତ ଦିନର ଆଶା ଆଜି ଚରିତାର୍ଥ ହେବ। ନିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆଜି ପୁଞ୍ଜି ନିବେଶ କରିପାରନ୍ତି। ନୂତନ ଜାଗା ବାଡ଼ି କ୍ରୟ କରିପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଭଲ ଅଛି। ତେବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ଓಂ ନାରାୟଣ ନମଃ ମନ୍ତ୍ର ଜପ କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ବିଛା ରାଶି ବିଷୟରେ। ଆଜି ଦିନଟି ଆପଣଙ୍କ ପାଇଁ ମିଳାମିଶାପୂର୍ଣ୍ଣ ରହିବ। ହଠାତ୍ କିଛି ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ମନ ବିଚଳିତ ହେବ। ଅଯଥାରେ ଖର୍ଚ୍ଚାନ୍ତ ମଧ୍ୟ ହେବେ। ଡାକ୍ତରଙ୍କ ପରାମର୍ଶ ମଧ୍ୟ ଲୋଡ଼ିପାରନ୍ତି। ସେଥିପାଇଁ ଆଜି ବିଶେଷ ଭାବେ ସ୍ୱାସ୍ଥ୍ୟକୁ ଜଗି ରଖି ଚଳନ୍ତୁ। ଆଜି ବାହାରର ଖାଦ୍ୟ ସମ୍ପୂର୍ଣ୍ଣ ରୂପେ ବାରଣ କରନ୍ତୁ। ଶରୀରର ଯତ୍ନ ନିଅନ୍ତୁ, ଅବହେଳା କରନ୍ତୁ ନାହିଁ। କାହିଁକି ନା ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ଆପଣଙ୍କ ଯାତ୍ରାରେ ବିଘ୍ନ ଘଟିପାରେ। ଅଜଣାତରେ ପ୍ରତାରଣାର ଶିକାର ମଧ୍ୟ ହୋଇପାରନ୍ତି। ପ୍ରିୟ ବ୍ୟକ୍ତିଙ୍କ ସହିତ ମନାନ୍ତର ଦେଖାଦେବ। ଯଦି ଆପଣ ପୁଞ୍ଜି ନିବେଶ କ୍ଷେତ୍ରରେ କାମ କରୁଛନ୍ତି, ତେବେ ବଡ଼ ଧରଣର ଧନ ନିବେଶ କରନ୍ତୁ ନାହିଁ। ଛୋଟ ନିବେଶ କରିପାରନ୍ତି। ଆଜି ଆପଣଙ୍କ ଦ୍ୱାରା ଭୁଲ ନିର୍ଣ୍ଣୟ ହେବାର ସମ୍ଭାବନା ରହିଛି। ଆଜି ଆପଣଙ୍କୁ ପଡ଼ୋଶୀମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଯେତେ ଦୂର ସମ୍ଭବ ଆଜି ପଡ଼ୋଶୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଆଜି ଅଧିକ ପରିଶ୍ରମ କରିବେ, ମାତ୍ର ପରିଶ୍ରମ ଫଳବର୍ତ୍ତୀ ହେବାରେ ବାଧା ଉପୁଜିବ। ମାନ ସମ୍ମାନରେ ଆଜି ଆଞ୍ଚ ଆସିବ। ଖରାପ ମିତ୍ର ଓ ଖରାପ ପଡ଼ୋଶୀଙ୍କ ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଅକାରଣରେ ସମସ୍ୟା ଭିତରେ ଛନ୍ଦି ହୋଇପାରନ୍ତି। ମନର କଥାରେ ନ ଯାଇ ବିବେକ ଓ ବୁଦ୍ଧିର ସାହାଯ୍ୟ ନିଅନ୍ତୁ। କାହାକୁ କିଛି କହିବା ପୂର୍ବରୁ ଚିନ୍ତା ବିଚାର କରି କୁହନ୍ତୁ, କାରଣ କେହି ଆପଣଙ୍କ କଥାକୁ ଅନର୍ଥ କରିପାରେ। ଆଜି କୌଣସି ଏକ ନିର୍ଣ୍ଣୟକୁ ଧ୍ୟାନପୂର୍ବକ ନିଅନ୍ତୁ। ଜମିବାଡ଼ିକୁ ନେଇ ଭାଇମାନଙ୍କ ସହ ମତାନ୍ତର ଓ ମନାନ୍ତର ଦେଖା ଦେଇପାରେ। ଛାତ୍ରଛାତ୍ରୀମାନେ ଆଜି ବିଶୃଙ୍ଖଳିତ ହେବେ। ସମୟର ଅପଚୟ କରି ପଶ୍ଚାତାପ କରିବେ। ବ୍ୟବସାୟୀମାନେ ଘୋର ପ୍ରତିଦ୍ୱନ୍ଦିତାର ସାମ୍ନା କରିବେ। ଆଜି ଆଶାନିତ ଲାଭ ପାଇବେ ନାହିଁ। ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନ ସାଧାରଣ ରହିବ। ଲଭ୍ ଲାଇଫ୍ ପାଇଁ ଆଜି ଦିନଟି ଏତେ ଭଲ ନୁହେଁ। ଆଜି ଯେତେ ଦୂର ସମ୍ଭବ ମୌନ ବ୍ରତ ଅବଲମ୍ବନ କରନ୍ତୁ। କୁସଙ୍ଗଠାରୁ ଯେତେ ସମ୍ଭବ ଦୂରେଇ ରହିଲେ ଭଲ। ସାଙ୍ଗମାନଙ୍କ ସହ କୌଣସି ବିଷୟରେ ଆଲୋଚନା କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଆଗକୁ ଅସୁବିଧାରେ ପକାଇପାରେ। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଓಂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ଧନୁରାଶି ବିଷୟରେ। ଆଜି ଦିନରେ ଆପଣଙ୍କର ଜୀବନରେ ପରିବର୍ତ୍ତନ ଘଟିବ। ଚାକିରି କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। ଯଦି ଆପଣଙ୍କ ଗୃହରେ ଛୋଟ ମୋଟ ସମସ୍ୟା ରହୁଛି, ତେବେ ଆଜି ଦିନରେ ତାହାର ପରିବର୍ତ୍ତନ ଘଟିବ ଓ ଏହି ସମସ୍ୟା ଆଉ ରହିବ ନାହିଁ। ଆଜି ଆପଣଙ୍କ ପ୍ରୟାସ କିମ୍ବା ଅନ୍ୟ କାହାର ସହଯୋଗ ଦ୍ୱାରା ଏହି କାମ ସମ୍ପୂର୍ଣ୍ଣ ହେବ। ଯଦି ଆପଣ ଯୌଥ ପରିବାରରେ ରହୁଛନ୍ତି, ତେବେ କାହା ସହ ଝଗଡ଼ା କରନ୍ତୁ ନାହିଁ। ଝଗଡ଼ା ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରୁହନ୍ତୁ। ଆଜି ଲଭ୍ ଲାଇଫ୍ ପାଇଁ ଦିନଟି ଅନୁକୂଳ ନୁହେଁ। ପ୍ରେମୀଙ୍କ ସହ ସାମାନ୍ୟ ଝଗଡ଼ା ହୋଇପାରେ। ଅହଂକାର ଠାରୁ ଆଜି ଦୂରେଇ ରୁହନ୍ତୁ। କୋର୍ଟ କଚେରୀ ମାମଲାରେ ନିର୍ଣ୍ଣୟ ଆପଣଙ୍କର ପକ୍ଷରେ ରହିପାରେ। ଜମିଜମା କ୍ରୟ ବିକ୍ରୟରେ ଆଜି ଆପଣ ଲାଭାନ୍ୱିତ ହେବେ। ଯଦି ଆପଣ ପୁଞ୍ଜି ନିବେଶ କ୍ଷେତ୍ରରେ କାମ କରୁଥାନ୍ତି, ତେବେ ଆଜି ପୁଞ୍ଜି ନିବେଶ କରିପାରିବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଭଲ। ପ୍ରତ୍ୟେକ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଜାରି ରଖିବେ। ବିଫଳତାରୁ ମଧ୍ୟ ଲାଭପ୍ରାପ୍ତ ହେବ। ଯଦି ଆପଣଙ୍କୁ କୌଣସି ସହଯୋଗର ଆବଶ୍ୟକତା ଅଛି, ତେବେ ଆପଣ ନିଜ ଘର ଲୋକଙ୍କ ଠାରୁ କିମ୍ବା ଅତି ନିଜର ଲୋକଙ୍କ ଠାରୁ ନିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭଙ୍କର ହେବ। ଦିନର ଶେଷ ଭାଗରେ ଆପଣଙ୍କର ସମସ୍ତ ଅଧୁରା କାମ ପୂରା ହେବ। ବେପାର ବାଣିଜ୍ୟରେ ଆଜି ଲାଭବାନ ହେବ। ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟରେ ମନ ଦେବେ। ଗୁରୁଜନଙ୍କ ଠାରୁ ପରାମର୍ଶ ନିଅନ୍ତୁ। ମହିଳାମାନେ ଆଜି ପରିଶ୍ରମୀ ହେବେ। ଗୃହ କାର୍ଯ୍ୟରେ ଆଜି ମନ ଦେବେ। ଘର ସଜା ଆଦି କାର୍ଯ୍ୟ ମହିଳାଙ୍କ ଦ୍ୱାରା ଆଜି ଭଲ ହେବ। ଆଜି ମହିଳାମାନେ ସମସ୍ତଙ୍କର ପ୍ରିୟ ଭାଜନ ହେବେ। ହଜିଯାଇଥିବା ଦ୍ରବ୍ୟ ଆଜି ଫେରି ପାଇବେ। କେହି ଯଦି ଆପଣଙ୍କ ଠାରୁ ପଇସା ପତ୍ର ଧାର ନେଇଥାନ୍ତି, ତେବେ ସେହି ପଇସା ଆଜି ଆପଣ ଫେରି ପାଇବେ। ପଡ଼ୋଶୀମାନଙ୍କ ସହ ଆଜି ଉତ୍ତମ ସମ୍ପର୍କ ବଜାୟ ରହିବ। ଆଜି ଆପଣ ଆଶାବାଦୀ ହେବେ ଓ ଭଲ କାର୍ଯ୍ୟ କରି ଖୁସି ହେବ। ଆଜି ଆପଣ କାହାକୁ ସାହାଯ୍ୟ ମଧ୍ୟ କରିପାରନ୍ତି। ତେବେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିପାରେ, କିନ୍ତୁ ଆପଣଙ୍କୁ ବେଶୀ ପ୍ରଭାବିତ କରିପାରିବ ନାହିଁ। କିନ୍ତୁ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଜି ଆପଣ ବାହାର ଖାଦ୍ୟରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ବେପାର ବାଣିଜ୍ୟରେ ଆଜି ଉନ୍ନତି ପରିଲକ୍ଷିତ ହେବ। ବେପାର ବାଣିଜ୍ୟରେ ଆଜି ଭଲ ଲାଭ ହେବ। ଆଜି ପୂର୍ବ ଯୋଜନା ସବୁ ଫଳବର୍ତ୍ତୀ ହେବ। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ହନୁମାନଙ୍କ ମନ୍ଦିରରେ ନଡ଼ିଆ ଦାନ କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ମକର ରାଶି ବିଷୟରେ।
ଆଜି ଆପଣ ଶାରୀରିକ ଦୃଷ୍ଟିରୁ ସୁସ୍ଥତା ଅନୁଭବ କରିବେ। ଆଜି ବ୍ୟବସାୟୀମାନେ ନିଜ ବ୍ୟବସାୟ ବୃଦ୍ଧି ପାଇଁ କିଛି ନୂଆ ନିୟମ ଲାଗୁ କରିପାରନ୍ତି। ଏହା ଆପଣଙ୍କ ପାଇଁ ଲାଭକାରୀ ହେବ। ଚାକିରିଆଙ୍କ ପାଇଁ ଆଜି ଦିନଟି ଅନୁକୂଳ ନୁହେଁ। ଚାକିରି କ୍ଷେତ୍ରରେ କିଛି ବାଦ ବିବାଦ ଦେଖାଦେଇପାରେ। ଆପଣ ବହୁତ ପରିଶ୍ରମୀ ଅଟନ୍ତି, କିନ୍ତୁ ଆପଣଙ୍କ ପରିଶ୍ରମର ଫଳ ମିଳିବାରେ କିଛି ଅସୁବିଧା ହୋଇପାରେ। ଆଜି ଧନ ସମ୍ପର୍କିତ ନିଷ୍ପତ୍ତି ବୁଦ୍ଧିମତ୍ତାର ସହିତ ନିଅନ୍ତୁ। ଆଜି ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବେ, କିନ୍ତୁ ଅତୀତକୁ ବେଶୀ ଧ୍ୟାନ ଦିଅନ୍ତୁ ନାହିଁ। ନିଜର ମନକୁ ବର୍ତ୍ତମାନ ଉପରେ କେନ୍ଦ୍ରିତ କରନ୍ତୁ। ଆଜି ଆପଣ ଘରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ତାହା ଆଜି ସଫଳ ହେବ, କାରଣ ବର୍ତ୍ତମାନ ଆପଣଙ୍କ ପାଇଁ ଭଲ ସମୟ ଅଟେ। ଆଜି ଆପଣ କୌଣସି ଏକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ଅଛି। ଉତ୍ତମ ଖାଦ୍ୟପେୟରେ ରୁଚି ଆଜି ରଖିବେ। ଯଦି ଆପଣଙ୍କୁ କୌଣସି କ୍ଷେତ୍ରରେ ସହଯୋଗ ଦରକାର ହୁଏ, ତେବେ ନିଜର ବନ୍ଧୁବାନ୍ଧବ କିମ୍ବା ନିଜ ଲୋକମାନଙ୍କ ଠାରୁ ଏହି ସହଯୋଗ ନିଅନ୍ତୁ। ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଲଭ୍ ଲାଇଫ୍ ପାଇଁ ଆଜି ଦିନଟି ଅତି ଉତ୍ତମ ଅଟେ। ଆର୍ଥିକ ଅବସ୍ଥାରେ ଆଜି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ତେବେ ଆଜି ଆପଣଙ୍କ ଘର ଓ ପରିବାର ଭିତରେ ସ୍ଥିତି କିଛି ଚିନ୍ତାଜନକ ରହିପାରେ। ଏପରି ପରିସ୍ଥିତିରେ ନିଜ ଜୀବନସାଥୀଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏମିତି କଲେ କୌଣସି ଅସୁବିଧା ରହିବ ନାହିଁ। ଛାତ୍ରଛାତ୍ରୀମାନେ ଆଜି କ୍ରୀଡ଼ାପ୍ରିୟ ହେବେ। ମନ ସମ୍ପୂର୍ଣ୍ଣ ଖୁସି ରହିବ। ବହୁତ ଦିନରୁ ଲାଗି ରହିଥିବା କୌଣସି ଗୋଟିଏ ସମସ୍ୟାର ସମାଧାନର ବାଟ ଆଜି ଖୋଜି ପାଇବେ। ଯଦି ଆପଣ ପୁଞ୍ଜିନିବେଶ କ୍ଷେତ୍ରରେ କାମ କରୁଛନ୍ତି, ତେବେ ଭାବିଚିନ୍ତି ପୁଞ୍ଜିନିବେଶ କରନ୍ତୁ। ସୁଧ କାରବାର କିମ୍ବା ବନ୍ଧକ କାର୍ଯ୍ୟ ସହ ଜଡ଼ିତ ଥିବା ଲୋକମାନେ କମ୍ ସୁଧରେ ଲୋକଙ୍କୁ ଋଣ ଦିଅନ୍ତୁ। କମ୍ ସୁଧରେ ଋଣ ଦେଲେ ଏହା ଆପଣଙ୍କ ପାଇଁ ମଙ୍ଗଳକାରୀ ହେବ। ଆଜି ଜମିଜମା ବିବାଦ ତୁଟିବାର ସମ୍ଭାବନା ରହିଛି। କୋର୍ଟ କଚେରୀ ମାମଲାରେ ଆଜି ଆପଣ ଜୟଯୁକ୍ତ ହେବେ। ଯାତ୍ରା କ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ। ଆଜି ଆପଣ କୌଣସି ଦେବାଦେବୀଙ୍କ ଦର୍ଶନ ପାଇଁ ମଧ୍ୟ ଯାଇପାରନ୍ତି। ନାରୀମାନେ ଆଜି ଘର ସଜେଇବା କାର୍ଯ୍ୟରେ ବ୍ୟସ୍ତ ରହିବେ। ଦୀର୍ଘ ଦିନ ଧରି ରହିଥିବା କୌଣସି ସମସ୍ୟାର ସମାଧାନ ମିଳିପାରିବ ଓ ଆପଣ ଏଥିରେ ଖୁସି ହେବେ। ବାକି ପ୍ରତ୍ୟେକଟି କ୍ଷେତ୍ର ଆଜି ଆପଣଙ୍କ ପାଇଁ ଶୁଭ। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା କୁମ୍ଭ ରାଶି ବିଷୟରେ। ଆଜି ଆପଣଙ୍କ ଶରୀର ଆରୋଗ୍ୟ ରହିବ। ମନ ପ୍ରସନ୍ନ ଓ ଦାନ ଧର୍ମ ପ୍ରତି ମନ ବଳିବ। ବକେୟା କାମ ସବୁ ପୂର୍ଣ୍ଣ କରିବାରେ ଆଜି ସକ୍ଷମ ହେବେ। ଗୁରୁଜନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ। ନିଜର ଅହଙ୍କାରକୁ ଦୂର କରି ମିତ୍ର ପରିଜନଙ୍କ ସହଯୋଗ ନିଅନ୍ତୁ। ଏମିତି କଲେ ଆପଣ ସଫଳ ହେବେ। ଆପଣ ଆପଣଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବା ପାଇଁ ଆଗ୍ରହୀ ହେବେ। ପରିବାରକୁ ନେଇ ରହିଥିବା ସମସ୍ୟା ଆଜି ଦୂର ହେବ। ମନ ମଧ୍ୟରେ ଆନନ୍ଦ ଅନୁଭବ କରିବେ। ପୂର୍ବରୁ କରାଯାଇଥିବା କୌଣସି ଏକ କାର୍ଯ୍ୟରେ ସଫଳତା ଲାଭ କରିବେ। ପୂର୍ବ ଯୋଜନା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ସମୟରେ କରି ଖୁସି ହେବେ। ଆଜି ଆପଣଙ୍କ ଉର୍ଜାର ସ୍ତର ଦେଖିବା ଭଳି ରହିବ। ଜମିଜମା କ୍ଷେତ୍ରରେ ଆଜି ବାଦ ବିବାଦର ସମାଧାନ ହେବ। କୋର୍ଟ କଚେରୀ ମାମଲାରେ ଆଜି ଆପଣ ଜୟଯୁକ୍ତ ହେବେ। ପୁଞ୍ଜିନିବେଶ କ୍ଷେତ୍ରରେ ଆପଣ ସଫଳତା ପାଇବେ। ଅର୍ଥ ଦେଣ ନେଣ କାର୍ଯ୍ୟରେ ଆଜି ସଫଳତା ମିଳିବ। ପାରିବାରିକ ଜୀବନ ଆନନ୍ଦମୟ ରହିବ। ଭ୍ରମଣରେ ଆଜି ଆନନ୍ଦ ମିଳିବ। ଅଫିସରେ ଆଜି ଆପଣଙ୍କ କାମକୁ ପ୍ରଶଂସା କରାଯିବ। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଆଜି ଦିନରେ ଆର୍ଥିକ ଲାଭ ମଧ୍ୟ ହେବ। ଆଜି ଆପଣଙ୍କ କର୍ମକ୍ଷେତ୍ରରେ ଅଧିକ ଲାଭବାନ ହେବେ। ବ୍ୟବସାୟୀମାନେ ନିଜର ବ୍ୟବସାୟରେ ଉନ୍ନତି ପାଇଁ ଠୋସ୍ ଯୋଜନା ପ୍ରସ୍ତୁତ କରିପାରନ୍ତି। ଏହା ଆପଣଙ୍କ ପାଇଁ ଶୁଭଙ୍କର ରହିବ। ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ ଅଟେ। ଅଚାନକ ଧନ ଲାଭ ହେବ। ଅଟକିଥିବା ଧନ ଆଜି ଆପଣ ପ୍ରାପ୍ତ କରିବେ। ଫସି ରହିଥିବା ଧନ ଫେରି ଆସିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଆୟ ଖୁବ୍ ଭଲ ରହିବ। ପାରିବାରିକ ଜୀବନ ଖୁବ୍ ସୁଖପୂର୍ଣ୍ଣ ରହିବ। ମହିଳାମାନେ ଗୃହ ନିପୁଣ ରହିବେ। ଗୃହ ପାଇଁ ଆଜି କୌଣସି ଏକ ନୂଆ ଜିନିଷ କିଣିବାର ଯୋଗ ରହିଛି। ଘରକୁ ଆଜି ସଜାଇବାର ସୁଯୋଗ ମିଳିବ। ସ୍ତ୍ରୀଙ୍କ ପ୍ରେରଣା ଓ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଜ୍ଞା ମାନି ଚଳିବେ। ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ହିଁ ରହିବ। ଆଜି କୌଣସି ସୁଯୋଗକୁ ଆପଣ ହାତଛଡ଼ା କରନ୍ତୁ ନାହିଁ। ପ୍ରତ୍ୟେକଟି କ୍ଷେତ୍ରରେ ଆଜି ସଫଳତାର ପାଇବାର ଦିନଟି, ତ ଏହାର ଭରପୁର ଲାଭ ଉଠାନ୍ତୁ। ଏବେ ଜାଣିବା ଆଜିର ପ୍ରତିକାର। ଆଜି ଆପଣ ବଜରଙ୍ଗ ବାଣ ପାଠ କରନ୍ତୁ, ଶୁଭ ଫଳ ପାଇବେ। ଏବେ ଜାଣିବା ମୀନରାଶି ବିଷୟରେ। ଆଜି ମନ ସାମାନ୍ୟ ଦୁର୍ବଳ ରହିବ। ଭାତୃବିବାଦ ପାଇଁ ଅଶାନ୍ତି ଉପୁଜିବ। ପୈତୃକ ସମ୍ପତ୍ତି ଭାଗବାଣ୍ଟ ହୋଇପାରେ। ମାମଲା ଆପଣଙ୍କ ବିପକ୍ଷରେ ଯାଇପାରେ। ଜୀବନସାଥୀଙ୍କ ସହିତ ମତଭେଦ ଓ ମତଦ୍ୱନ୍ଦ୍ୱ ଦେଖାଦେଇପାରେ। ସେଥିପାଇଁ ଆଜି କୌଣସି କଟୁ ଶବ୍ଦର ବ୍ୟବହାର କରନ୍ତୁ ନାହିଁ ଏବଂ ଅନ୍ୟର ମନକୁ କଷ୍ଟ ଦେବା ଭଳି ଶବ୍ଦ କେବେ ବି କୁହନ୍ତୁ ନାହିଁ। ମନରେ ଅଶାନ୍ତି ଆଜି ଅନୁଭବ କରିବେ। ପରିସ୍ଥିତିରୁ ଭୟ ଉପୁଜିବ। ଅଯଥା ଶତ୍ରୁ ବିବାଦରେ ପଡ଼ିପାରନ୍ତି। ଆଜି କାହାକୁ ବି ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ ଓ ଆପଣଙ୍କ କୌଣସି ଗୁପ୍ତ କଥା କାହାକୁ ବି କୁହନ୍ତୁ ନାହିଁ। ନିଶାଦ୍ରବ୍ୟଠାରୁ ଆଜି ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ, କାରଣ ଆଜି ସମ୍ମାନ ହାନିର ଯୋଗ ରହିଛି। ଅଯଥାରେ କୌଣସି ଏକ ବିବାଦରେ ଫସି ପାରନ୍ତି। ସେଥିପାଇଁ ଯେତେ ସମ୍ଭବ ଆଜି ମୌନବ୍ରତ ଅବଲମ୍ବନ କରନ୍ତୁ ଏବଂ କଥା ହେବା ସମୟରେ ବାକ୍ ସଂଯମତା ରକ୍ଷା କରନ୍ତୁ। କଷ୍ଟେ ମଷ୍ଟେ ଅନିଚ୍ଛା ସତ୍ତ୍ୱେ କାର୍ଯ୍ୟନିର୍ବାହ କରିବେ। ଆୟ ତୁଳନାରେ ବ୍ୟୟ ଆଜି ଅଧିକ ହେବା କାରଣରୁ ଚିନ୍ତା ବଢ଼ିପାରେ। ବ୍ୟାପାରୀମାନେ ନିଜ ବ୍ୟବସାୟ ବୃଦ୍ଧି ପାଇଁ କୌଣସି ଏକ ସ୍ଥାନକୁ ଯାଇପାରନ୍ତି। ପୂର୍ବ ଯୋଜନା ଅନୁସାରେ କାମ କରିବାରେ ଆଜି ବାଧା ଆସିପାରେ। ଜୀବନସାଥୀଙ୍କ ସହ ମତଦ୍ୱନ୍ଦ୍ୱ ମତଭେଦ ଦେଖା ଦେଇପାରେ। ସେଥିପାଇଁ ଆଜି କୌଣସି କଟୁ ଶବ୍ଦର ବ୍ୟବହାର କରନ୍ତୁ ନାହିଁ।
ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବାର ଆବଶ୍ୟକତା ରହିଛି। ଆଜି ଆପଣଙ୍କର ଛୋଟ ମୋଟ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ମୁଣ୍ଡବିନ୍ଧା କିମ୍ବା ଆଣ୍ଠୁଗଣ୍ଠି ପରି ଶାରୀରିକ ଅସୁବିଧା ଭୋଗି ପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ପିତାଙ୍କ ସହଯୋଗ ପାଇବେ। ଆଜି ବନ୍ଧୁ ମିଳନର ଯୋଗ ରହିଛି। ଏହା ସହ ଉତ୍ତମ ଭୋଜନର ମଧ୍ୟ ଯୋଗ ରହିଛି। କ୍ରୀଡ଼ାବିତଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ। ବ୍ୟବସାୟୀମାନେ ଆଶା ମୁତାବକ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ଜିଦି ସ୍ୱଭାବର ହେବେ ଓ ଗୁରୁଜନଙ୍କ ଆଜ୍ଞାକୁ ଅବମାନନା କରି ପଶ୍ଚାତାପ କରିବେ। ପୁଞ୍ଜିନିବେଶ କ୍ଷେତ୍ରରେ କାମ କରୁଥିଲେ ଆଜି ପୁଞ୍ଜିନିବେଶରୁ ନିବୃତ୍ତ ରୁହନ୍ତୁ। ସୁଧ କାରବାର ସହ ଜଡ଼ିତ ଲୋକମାନେ ଦେଖିଚାହିଁ ସୁଧକୁ ପଇସା ଦିଅନ୍ତୁ। ଗୃହିଣୀଙ୍କ ପାଇଁ ଆଜି ଦିନଟି ଭଲ ନୁହେଁ। ଛୋଟ ମୋଟ ଅଶାନ୍ତି ଆଜି ଲାଗି ରହିବ, କିନ୍ତୁ ଏହା ଆପଣଙ୍କ ଉପରେ ବେଶୀ ପ୍ରଭାବ ପକାଇ ପାରିବ ନାହିଁ। ଆଜି ଦୂରଯାତ୍ରାର ଯୋଗ ରହିଛି। ଆଜି ଶୁଭବେଳା ଦେଖି ଯାତ୍ରା କରନ୍ତୁ ଏବଂ ଯାତ୍ରା ସମୟରେ ବାମନ 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 3 ଥର ଉଚ୍ଚାରଣ କରି ଯାତ୍ରା କଲେ ଯାତ୍ରା ସଫଳ ହେବ। ଏବେ ଜାଣିବା ଆଜି ଆପଣଙ୍କ ପାଇଁ କ'ଣ ପ୍ରତିକାର ଆବଶ୍ୟକ। ଆଜି ଆପଣ ଅସହାୟ ଓ ଗରିବ ବ୍ୟକ୍ତିଙ୍କୁ ନିଜ ସାଧ୍ୟ ମତେ ସାହାଯ୍ୟ କରନ୍ତୁ, ଶୁଭ ଫଳ ପାଇବେ।